ସାଙ୍ଗମାନେ ଆପଣଙ୍କୁ ପଣସ ଡାଲମା ଖାଇବାକୁ କେମିତି ଲାଗେ? ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ଶ୍ଵେତା ଆପଣମାନଙ୍କୁ ସ୍ୱାଗତ କରୁଛି ଶ୍ଵେତା ରୋଷେଇକି। ଆଜି ସଂକ୍ରାନ୍ତି ସ୍ପେଶାଲରେ କ'ଣ ହୋଇଛି ଚାଲନ୍ତୁ ଦେଖିବା। ଆପଣ ସମସ୍ତେ ମହାଭାରତର ଚରିତ୍ର ବିଷୟରେ ଅବଗତ ଥିବେ, ଯେପରି ପିତାମହ ଭୀଷ୍ମ। ପିତାମହ ଭୀଷ୍ମଙ୍କର ପ୍ରତିଜ୍ଞା ଥିଲା, ଆଗାମୀକାଲି ଯୁଦ୍ଧରେ ମୁଁ ଅର୍ଜୁନଙ୍କୁ ମାରିବି, ନଚେତ୍ ନିଜେ ମରିବି। ଏନେଇ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ପ୍ରଶ୍ନ କରୁଛନ୍ତି, ତୁମେ ଭୀଷ୍ମଙ୍କର ପ୍ରତିଜ୍ଞା ସମ୍ପର୍କରେ କ'ଣ ଜାଣିନାହଁ? ଅର୍ଜୁନ ଉତ୍ତର ଦେଉଛନ୍ତି, ହଁ ଜାଣିଛି। ତେବେ ଏଭଳି ଶାନ୍ତିରେ କେମିତି ଶୋଇଛ? ତୁମର କ'ଣ ମୃତ୍ୟୁକୁ ଭୟ ନାହିଁ? ଆଗାମୀକାଲି ସମ୍ପର୍କରେ ତୁମେ କ'ଣ ଚିନ୍ତା କରୁନାହଁ? ଶ୍ରୀକୃଷ୍ଣଙ୍କୁ ଆଶ୍ଚର୍ଯ୍ୟ କରି ଅର୍ଜୁନ ଉତ୍ତର ଦେଉଛନ୍ତି, ମୋ ପାଇଁ ଚିନ୍ତା କରୁଥିବା ମୋର ପ୍ରଭୁ ଜାଗ୍ରତ ଅଛନ୍ତି। ମୋର ଚିନ୍ତା କରିବାର କ'ଣ ଆବଶ୍ୟକତା ଅଛି? ଅଯଥା ଚିନ୍ତା କରି ମୁଁ କାହିଁକି ସୁନିଦ୍ରାରେ ବ୍ୟାଘାତ ସୃଷ୍ଟି କରିବି? ଭଗବାନ ଶ୍ରୀକୃଷ୍ଣ ଭୀଷ୍ମଙ୍କୁ ଭୀଷଣ ପ୍ରତିଜ୍ଞା ପୂର୍ଣ୍ଣ କରିବାକୁ ଦେଉନଥିଲେ। ଅର୍ଜୁନଙ୍କୁ କୌଶଳ କ୍ରମେ ରକ୍ଷା କରିଥିଲେ। ତେଣୁ ସର୍ବଦା ଭଗବାନଙ୍କ ଉପରେ ଆସ୍ଥା ରହିବା ଦରକାର। ସାଙ୍ଗମାନେ କମେଣ୍ଟରେ ନିଶ୍ଚିନ୍ତ କହିବେ, ଏଇଟା କେଉଁ ଶାଗ ଓ ଆପଣଙ୍କୁ ପଣସ ଡାଲମା ଖାଇବାକୁ କେମିତି ଲାଗେ।